ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ। ତ ଆର୍ଟ୍ସ ପିଲା ଯୋଉମାନଙ୍କର ଅଛି ଅପସନାଲ ଓଡ଼ିଆ, ତ ଅପସନାଲ ଓଡ଼ିଆର ମୁଁ ନେଇ ଆସିଛି କ'ଣ ନା ଗୋଟେ 80 ମାର୍କର ମାରାଥନ କ୍ଲାସ୍। ତ ମାରାଥନ କ୍ଲାସ୍ରେ ଆମେ ଆଲୋଚନା କରିବା, ପ୍ରାକ୍ଟିସ୍ କରିବା। ଯୋଉମାନେ ମୂଳରୁ ବି ପଢ଼ିନାହ, ଯଦି ମାରାଥନ କ୍ଲାସ୍ 5-6ଟି କରିଦିଅ, ନିଶ୍ଚିନ୍ତ ତମମାନେ ତମମାନଙ୍କର 100% ଦେଇପାରିବ। ମୁଁ କହୁଛି 100% ଦେଇପାରିବ, ବୁଝିହେଲା। ତ ମାରାଥନ କ୍ଲାସ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ 3 ଘଣ୍ଟାର ସମୟରେ 80 ମାର୍କ ପ୍ରାକ୍ଟିସ୍ ନ କରିବା, ସେଠି 3 ଘଣ୍ଟାରେ 80 ମାର୍କ ଲେଖି ହଉନଥିବ, ଛାଡ଼ି ଦେଇ ଆସିବା, ବୁଝିହେଲା। ତ ସବୁ ପ୍ରକାର କ୍ୱେଶ୍ଚିନ୍ 80 ମାର୍କରେ ଅଛି, ବୁଝିହେଲା। ତ ଯୋଉଟା ବୋର୍ଡ ଏକ୍ଜାମରୁ ଆସିବ, ବୋର୍ଡ ଏକ୍ଜାମରେ ଯେମିତି ଟାଇପ୍ର କ୍ୱେଶ୍ଚିନ୍ ଆସିବ ସେଇ ଟାଇପ୍ର କ୍ୱେଶ୍ଚିନ୍ ଭାବିବନି ଏଇଟା ସିଲେକ୍ସନ୍, ଏଇଟା ତମର ପ୍ରାକ୍ଟିସ୍ ପାଇଁ ବାରମ୍ବାର କ୍ୱେଶ୍ଚିନ୍ ନେଇ ଆସୁଛି, ବୁଝିହେଲା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ସମସ୍ତଙ୍କୁ ଜୟ ଜଗନ୍ନାଥ ପିଲାମାନେ, ଜୟ ହନୁମାନ। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। 3ଟା କ୍ୱେଶ୍ଚିନ୍ ଅପସନାଲ ଓଡ଼ିଆରେ ଆସିବ। MCQ। ଗୋଟିଏ ନାଗରଘାତ କାହା ସହିତ ତୁଳନୀୟ ନୁହେଁ ବୋଲି କବି କହିଛନ୍ତି? ପ୍ରେମ, ବିରହ, ଶତ୍ରୁତା, ବିଶ୍ୱାସ, ଘାତକତା। କ'ଣ ହବ ନା ବିରହ। କ'ଣ ନା ଗୋଟିଏ ନାଗରଘାତ ବିରହ ସହିତ ତୁଳନୀୟ ନୁହେଁ ବୋଲି କବି କହିଛନ୍ତି। ନେକ୍ସଟ, ଦଧି ଅନ୍ନ କୃଷ୍ଣ କେଉଁଠାରେ ଭକ୍ଷଣ କରିବେ? ତୋଟାମାଳରେ, ନଦୀ କୂଳରେ, ସାଙ୍ଗ ମେଳରେ, ବୃକ୍ଷ ମୂଳରେ। କ'ଣ ହବ ନା ନଦୀ କୂଳରେ। ତ ଦଧି ଅନ୍ନ କୃଷ୍ଣ କେଉଁଠାରେ ଭକ୍ଷଣ କରିବେ? ନା ନଦୀ କୂଳରେ ଭକ୍ଷଣ କରିବେ। ନେକ୍ସଟ, କାହାର ଚକ୍ଷୁକୁ କୁଶମୁନିରେ ଭୂଷି କୃଷ୍ଣ କଣା କରିଥିଲେ? ବଳି, ଶୁକ୍ର, ବୈଲୋଚନ, ଜଳନ୍ଧର। କ'ଣ ହବ ନା ଶୁକ୍ର। ତାପରେ 1 ମାର୍କିଆ 2ଟା। ସରହ ସୁନ୍ଦରୀ କି ବିଦ୍ୟାକୁ ଆୟତ୍ତ କରିଥିଲା? କି ବିଦ୍ୟାକୁ? ନା ସରହ ସୁନ୍ଦରୀ ନବରସରେ ପଣ୍ଡିତ ଓ ସ୍ତମ୍ଭନ, ମୋହର, ବସ୍ୟ, ଉଚ୍ଚାଟ, ଗୋଟିକା, ଅଞ୍ଚନ, ଅଷ୍ଟବର୍ଗ ସିଦ୍ଧିକୁ ଆୟତ୍ତ କରିଥିଲା। ନେକ୍ସଟ, କ୍ଷତ୍ରିୟ ଦର୍ପଦଳନ ମହାତେଜା ରୂପେ କିଏ ପରିଚିତ ଥିଲେ? ନା କ୍ଷତ୍ରିୟ ଦର୍ପଦଳନ ମହାତେଜା ରୂପେ ଭୃଗବତୁ ପରଶୁରାମ ପରିଚିତ ଥିଲେ। ତାପରେ 2 ମାର୍କିଆ 2 ମାର୍କିଆ ତମେ 3ଟି କରିବା। କ'ଣ କ'ଣ ଖାଦ୍ୟ ଗୋଳି କରି ଯଶୋଦା କୃଷ୍ଣଙ୍କୁ ଖୁଆଇବେ ବୋଲି କହିଛନ୍ତି? ଫାଷ୍ଟ ଆମେ ଲେଖିବା କ'ଣ ନା କୋଉ ପ୍ରବନ୍ଧରୁ ଆସିଛି, କୋଉ କବିତାରୁ ଆସିଛି, କବିଙ୍କ ନାଁ। ଉଠନିଶି ପାହିଲା କବିତାଟି କବି ବନମାଳୀ ଦାସ ବର୍ଣ୍ଣନା କରିଛନ୍ତି କ'ଣ ନା ଜନନୀ ଯଶୋଦା ଶ୍ରୀକୃଷ୍ଣଙ୍କର ପ୍ରାତଃ ଭୋଜନରେ ଲବଣୀ ଓ କଦଳୀକୁ ଅମୃତ ପାଣି ସହିତ ଗୋଳି କରି ଦେବା ସହ ଅଧମା ଗୋଟିକା ପୁରୀ ମଧ୍ୟ ଖଣ୍ଡ ସହିତ ତାଙ୍କୁ ଖାଇବାକୁ ଦେବେ ବୋଲି କହିଛନ୍ତି। ନେକ୍ସଟ, ପରଶୁରାମଙ୍କର ଆଗମନ କଥା ଶୁଣି ରାଜା ଦଶରଥଙ୍କ ଅବସ୍ଥା କ'ଣ ହୋଇଥିଲା? ପରଶୁରାମ ଭେଟ କବିତାରେ କବି ବଳରାମ ଦାସ ଉଲ୍ଲେଖ କରିଛନ୍ତି ପରଶୁରାମଙ୍କ ଆଗମନ କଥା ଶୁଣି ରାଜା ଦଶରଥ ହତୋତ୍ସାହିତ ହୋଇ ବିଧାତାଙ୍କୁ ସୁମରଣା କରି ଦୁଃଖରେ ଦୀର୍ଘଶ୍ୱାସ ଛାଡ଼ିବା ସହ ବଶିଷ୍ଠଙ୍କୁ ଶୋକାକୁଳିତ କଣ୍ଠରେ ସମୁଚିତ ପରାମର୍ଶ ପାଇଁ ପ୍ରାର୍ଥନା କରିଥିଲେ। ନେକ୍ସଟ, ସରହ ସୁନ୍ଦରୀ କେଉଁ ଅଙ୍ଗରେ କି ଅଳଙ୍କାର ପରିଧାନ କରିଥିଲା? ସରହ ସୁନ୍ଦରୀ କବିତାରେ କବି ଅଚ୍ୟୁତାନନ୍ଦ ଦାସ ଏହା ଉଲ୍ଲେଖ କରିଛନ୍ତି। ସରହ ସୁନ୍ଦରୀ ହସ୍ତରେ କଙ୍କଣ, ସୁନା ଚୁଡ଼ି, ଅଙ୍ଗୁଠିରେ ମୁଦ୍ରିକା, କର୍ଣ୍ଣରେ ତାଡ଼କି, ନାକରେ ନାକଚଣା, ଗୋଡ଼ରେ ନୂପୁର ପରିଧାନ କରିଥିଲେ। ତାପରେ ଆସିଲା କ'ଣ ନା ଘ ନମ୍ବର କ୍ୱେଶ୍ଚିନ୍। ଜଳନ୍ଧରର ସତୀ ସ୍ତ୍ରୀକୁ କ'ଣ କିଏ ହରଣ କରିଥିଲେ ଓ କାହିଁକି? ଜଳନ୍ଧର ସତୀ ସ୍ତ୍ରୀକୁ କିଏ ହରଣ କରିଥିଲେ, କାହିଁକି? ନା କବିତା ଆସିଛି କୋଉଠୁ ନା ତାଙ୍କୁ କିଏ ବୋଲୁଥାଏ ଗୋ। ତାଙ୍କୁ କିଏ ବୋଲୁଥାଏ ଗୋର କବିତାରେ କବି ହେଉଛନ୍ତି ଗୌରୀଚରଣ ଅଧିକାରୀ। ଏହା ଉଲ୍ଲେଖ କରିଛନ୍ତି କ'ଣ ନା ଅସୁର ରାଜା ଜଳନ୍ଧର ଅତ୍ୟାଚାରରୁ ଦେବତାମାନଙ୍କୁ ମୁକ୍ତି ଦେବା ନିମନ୍ତେ ଭଗବାନ ବିଷ୍ଣୁ ଜଳନ୍ଧରର ପତ୍ନୀ ବୃନ୍ଦାବତୀକୁ ହରଣ କରି ଜଳନ୍ଧରର ମୃତ୍ୟୁପଥକୁ କ'ଣ ପରିଷ୍କାର କରି ଦେଇଥିଲେ। ତାପରେ ଦେଖ 3 ମାର୍କିଆ କ୍ୱେଶ୍ଚିନ୍, ଯେକୌଣସି ତମେ 2ଟି କରିବ। କ'ଣ ଦେଇଛି ପ୍ରଶ୍ନ? କୃଷ୍ଣଙ୍କର ପ୍ରେମ ଲୋଭ ରୀତି ନ ଭାଙ୍ଗିଲେ କ'ଣ ହେବ ବୋଲି ରାଧା କହିଛନ୍ତି? କୃଷ୍ଣଙ୍କୁ ପଥଶ୍ରମ ହୋଇଯିବ ବୋଲି ଯଶୋଦା କାହିଁକି ଭାବୁଛନ୍ତି? ପରଶୁରାମ କ୍ଷତ୍ରିୟ କୁଳ ନାଶ କରିବାର ଶପଥ ନେଇଥିଲେ କାହିଁକି?
तापरे 5 मार्किया क्वेश्चन सरह सुंदरी कवितार आलोचना मध्य कवि अच्युतानंद दास का असामान्य कवित्व सत्र मूल्यांकन तो एटा गोटे करिया पिला माने ना श्री राधा सखी निकटरे किभଳି निजर मनोभाव को उपस्थापित करिछंती तापरे आसला प्रबंध विभाग सेमती 1 मार्किया एमसीक्यू तीनटा करबा प्रथम क्वेश्चन को देछि समानता स्वाधीनता भातृत्व शब्द तीनोटी केउ घटनारू सृष्टि होइतिला केउ घटनारू सृष्टि होइतिला फरासी विप्लव रूस विप्लव जर्मनी विप्लव प्रथम विश्व युद्ध कोन होइतिला ना फरासी विप्लव नेक्स्ट क्वेश्चन जेते कोन देले मध्य कोनोसी राष्ट्र योजना करी भातृत्व प्रतिष्ठा करि परिबो नाही उदार स्वच्छल बृहत पुरातन जेते कोन देले ना उदार कोन हबो ना उदार नेक्स्ट क्वेश्चन विज्ञान केबेठारू रहस्यवाद आडकू ढळिछि विज्ञान केबेठू रहस्यवाद आडकू ढळिछि केबेठू विंश शताब्दीर शेषरू विंश शताब्दीर आरंभरू ऊनविंश शताब्दीरू ऊनविंश शताब्दीर शेषरू कोन हबो ना विंश शताब्दीर आरंभरू 1 मार्किया क्वेश्चन निजकू कोण बोली कही आज मानव आपणार तथा समाज जातिर अकल्याण साधना करुछि कोण ना निजकू कर्ता बोली कही आज मानव आपणार तथा समाज जातिर अकल्याण साधना करुछि तो से एमआईएल ओडिया पिला माने सिलेक्शन क्वेश्चन तो सिलेक्शन लॉन्ग क्वेश्चन आज तमनक पई देसी लॉन्ग क्वेश्चन देखि नबो पिला माने मे क्लास चैनल ले अछि सिलेक्शन लॉन्ग क्वेश्चन बा सेति की पढिबो एमआईएल ओडिया रा आउ किछि पढिबा दरकार नै बुझेला एमआईएल ओडिया लॉन्ग क्वेश्चन नेक्स्ट आगे बणुआ लोके काहाकू हाड़ी देले कोण करुथिले आगे बणुआ लोक काहाकू हाड़ी देले ताहार मुंडटा धरी थाना को आसी कहूतिले जे ये एमिति कला तेनु ताकू हाड़ी देले तापरे 2 मार्किया क्वेश्चन वेदर आद्य उत्सरण किपर 40 रु 50 टिके अधिक शब्द मध्य दिबे जेतोटा 80 मार्क तमरे एग्जाम होउची अल्प लेखिले हबने टिके अधिका तमाने लेखिबो बुझेला 4 रु 5 धाडी तमे लेखिबो वेदर आद्य उत्सरण किपरि संभव होइताय आध्यात्मिक भित्ति प्रबंधरे प्राबंधिक किए तमर ना रत्नाकर पति पुराण प्रसिद्ध भारत भूमिर आर्य ऋषिवृंद जेतेबेले पुण्यतया सरस्वती नदी कूଳରେ प्रकृतिर विशालता और अनिर्वाचनीय सुषमा को उपलब्ध कले सेतेबेले सेमानक कंठरू जो दिव्य गीत समूह झंकृत होइथिला सेगुडिकरू वेदर आद्य उत्सरण संभव होइथिला तापरे कह दबो ना नेक्स्ट महात्मा गांधी चाली चाली उत्कल यात्रा करिथिबा कथा असंभव असत्य बोली लेखक काहेकि कहिसंती ना सत्यमेव जयतर प्रबंधरे प्राबंधिक गोविंद चंद्र त्रिपाठी उल्लेख करचंती अंकशास्त्र विज्ञान शास्त्र प्रमाण अनुसार महात्मा गांधी चाली चाली उत्कल यात्रा करिथिबा कथा असंभव असत्य बोली लेखक कहिसंती नेक्स्ट कोटि कोटि मणिशंकर भाग्य को किए कामुड़ी धरछि ना समानता स्वाधीनता भातृत्व प्रबंधरे प्राबंधिक चित्तरंजन दास कोटि कोटि मनुष्यर भाग्य को अशिक्षा दारिद्र्य रोग नित्यदिनर स्वाभाविक शैली प्राय होई कामुड़ी धरिछि नेक्स्ट बेकनक लेखारे प्रकृति को केउपरि दर्शाइछि ता छोट ही सुंदर प्रबंधरे प्राबंधिक उल्लेख करिसेंती कोन ता बेकनक अनुଯାयी एक जंत्र ताकू अख्तियार करी भोग करबाकू प्रकृति को दासी परी खटाइबाकू कुहा जाइथिबार देखिबाकू मिले तापर आसला 3 मार्किया कुर्सी दीटा करबा दया शून्य बड़ वीर संपर्क रे कोन कुहा जिवो व्यास महर्षि वेदरे श्रेणी विभाग करी किभଳି जनसाधारणक आध्यात्मिक भाव विकसित करा जाउछि उपरर थोके मात्र धोम मणिष वीरवत आपणकू सचल करी कोण करिछंती तारे 5 मार्किया सत्यमेव जयते एक व्यंगात्मक रचना प्रमाण कर नले आजिर समाज रे असमानता ही सर्वविद्यार कारण पठित प्रबंध अनुसरण रे सत्यता प्रतिपादन कर तापरे गल्प विभाग आसिला
ମେହେରଙ୍କ ଛବିକୁ ରଖିବା ପାଇଁ କଣଟିଏ ଦରକାର ପଡ଼ିଲା? ଚୌକିଟିଏ, ନା ଟେବୁଲଟିଏ, ନା ଖଟଟିଏ, ନା ଖଟୁଲିଟିଏ? କଣ ନା ମେହେରଙ୍କ ଛବିକୁ ରଖିବା ପାଇଁ ଟେବୁଲଟିଏ କଣ ନା ଟେବୁଲଟିଏ ଦରକାର ପଡ଼ିଲା। ନେକ୍ସଟ, ମି ଚୌଧୁରୀଙ୍କୁ ଫୋନ କରି ବଡ଼ ବ୍ୟସ୍ତ ଭାବରେ ଖୋଜୁଥିବା ତାଙ୍କ ବାନ୍ଧବୀଙ୍କ ନାମ କଣ? ରଚନା, ଅର୍ଚ୍ଚନା, ମାମିନା, ବେବିନା? କଣ ହବ ପିଲାମାନେ? ନା ଅର୍ଚ୍ଚନା। କଣ ନା ଅର୍ଚ୍ଚନା। ନେକ୍ସଟ, କେତେଥର ଟାଇଫଏଡରୁ ଉଠି ଝିଅଟା ଚିଡ଼ା ଧରି ଯାଇଛି ବୋଲି ମିସେସ୍ ଚୌଧୁରୀ କହିଲେ? 2 ଥର, 3 ଥର, 4 ଥର, ଥରେ? କେତେଥର ହବ? କଣ ହବ ପିଲାମାନେ ଏଇଟା? ନା 3 ଥର। କଣ ନା 3 ଥର। ନେକ୍ସଟ, ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ? ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ? ନା ପକ୍ଷାଘାତ ଗଳ୍ପରେ ନା ଦୁର୍ଯ୍ୟୋଧନ ବାବୁ ପକ୍ଷାଘାତ ରୋଗରେ ପୀଡ଼ିତ। ନେକ୍ସଟ, କିଏ ଜଣେ ବିଲାତ ଫେରନ୍ତା ଅଫିସର? କିଏ ନା ଚୂଡ଼ାମଣି ସାହେବ ଜଣେ ବିଲାତ ଫେରନ୍ତା ଅଫିସର। ତୋର 2 ମାର୍କିଆ କ୍ୱେଶ୍ଚିନ୍, ଯେକୌଣସି 2ଟା କରିବ। ଦୁର୍ଯ୍ୟୋଧନ ବାବୁ କେବେ ଓ କେତେ ଦିନ ଭିତରେ କଳାକାଠ ପଡ଼ି ଶୁଖିଗଲେ? ନା ପକ୍ଷାଘାତ ଗଳ୍ପରେ ଗାଳ୍ପିକ ଭାବଚରଣ ମିତ୍ରା ଉଲ୍ଲେଖ କରିଛନ୍ତି ଦୁର୍ଯ୍ୟୋଧନ ବାବୁ 55 ବର୍ଷ ବୟସରେ ପେନସନ ନେବା ପରେ ଓ 2 ଦିନ ଭିତରେ କଳାକାଠ ପଡ଼ି ଶୁଖିଗଲେ। ନେକ୍ସଟ, ପୂଜାରୀ ଚନ୍ଦ୍ରମଣି କାନ ଜଣକ ଉଠିଲା ପରଠାରୁ କେଉଁ କଥା ପ୍ରଥମେ ଶୁଣିଲା? ମା ଶ୍ରେଣୀ ଗଳ୍ପରେ ଗାଳ୍ପିକ ସନ୍ତୋଷ କୁମାର ଆଚାର୍ଯ୍ୟ ଉଲ୍ଲେଖ କରିଛନ୍ତି ପୂଜାରୀ ଚନ୍ଦ୍ରମଣି କାନ ଜଣକା ଉଠିଲା ପରଠାରୁ ମା ଆସିଛନ୍ତି କଥା ପ୍ରଥମେ ଶୁଣିଲେ। ନେକ୍ସଟ, ମେହେରଙ୍କ ଛବିଟି କାହାକୁ ଧୀରା ଦିଆ ହୋଇ ଥୁଆଗଲା? ମେଡିକାଲ କଲେଜର ମେହେର ଜୟନ୍ତୀ ଗଳ୍ପରେ ଗାଳ୍ପିକ ଫକରାନନ୍ଦ ମେହେରଙ୍କ ଛବିଟି ହାଡ଼ଯୋଡ଼ା ଦଣ୍ଡା ବା ସ୍ପ୍ଲିଣ୍ଟ ଚିରା ଦିଆଯାଇ ଥୁଆଗଲା। ତାପରେ 3 ମାର୍କିଆ କ୍ୱେଶ୍ଚିନ୍, ଯେକୌଣସି 2ଟା। ଚୂଡ଼ାମଣି ଓଡ଼ିଶାର ଗାଁ ଗଣ୍ଡା ଲୋକଙ୍କ ବୋଲି ସହିତ ଖୁବ୍ ପରିଚିତ ଥିଲେ କହିବାର ତାତ୍ପର୍ଯ୍ୟ କଣ? ପ୍ରଥମ ଦେଖାରେ ହସିଦେଇ ଲୁନା ମିସେସ୍ ଚୌଧୁରୀଙ୍କୁ କଣ କହିଲେ? ଭାଇନମ ଇପିଜା କଣ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ତାହେଲେ 5 ମାର୍କିଆ, ଯେକୌଣସି 1। ମାଉସରାଣୀ କ୍ଷୁଦ୍ର ଗଳ୍ପରେ ନାମକରଣ, ମା ଶ୍ରେଣୀର ରହସ୍ୟବାଦୀ ଗଳ୍ପ। ତାପରେ ଆସିଲା ବ୍ୟାକରଣ ବିଭାଗ ତମର 5 ମାର୍କିଆ, ଯେକୌଣସି ତମେ 2ଟା କରି। ରୂପକ ଅଳଙ୍କାର କୁହାଯିବ ତା ସଂଜ୍ଞା ଲେଖିବ, ନହେଲେ ଉପମା ଅଳଙ୍କାର, ନହେଲେ ଅନୁପ୍ରାସ ଅଳଙ୍କାର। ମୁଁ ତମ ସିଲେକ୍ସନ ନେଇ ଆସିବି କଣ ନା ଗ୍ରାମାର ବା ସେତିକି ପଢିବା, ଆଉ କିଛି ପଢିବା ଦରକାର ନାହିଁ। ତାପରେ ଆସିଲା ତମର 1 ମାର୍କିଆ 3ଟି। ସନ୍ଧି କାହାକୁ କୁହାଯାଏ? ପିଲାମାନେ ସନ୍ଧି କାହାକୁ କୁହାଯାଏ? ନା ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ ଓ ପରପଦର ଆଦ୍ୟ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ। ସନ୍ଧି ଦ୍ୱାରା କଣ ହୁଏ? ନା ସନ୍ଧି ଦ୍ୱାରା 2 ପଦ 1 ପଦରେ ପରିଣତ ହୁଏ। ନେକ୍ସଟ, ସନ୍ଧିର ଉଦ୍ଦେଶ୍ୟ କଣ? ନା ଉଚ୍ଚାରଣଗତ ସୌନ୍ଦର୍ଯ୍ୟ ବୃଦ୍ଧି ହିଁ ସନ୍ଧିର ଉଦ୍ଦେଶ୍ୟ। ତାପରେ ନେକ୍ସଟ ଆସିଲା ସେମିତି 1 ମାର୍କିଆ 3ଟା। ପୂର୍ବସର୍ଗ କାହାକୁ କୁହନ୍ତି? ନା ପ୍ରତ୍ୟୟ ଗୁଡ଼ିକ ଯେତେବେଳେ ଶବ୍ଦର ପୂର୍ବରେ ବ୍ୟବହୃତ ହୁଅନ୍ତି, ତାହାକୁ ଯେତେବେଳେ ପ୍ରତ୍ୟୟ ଗୁଡ଼ିକ ଶବ୍ଦର ପୂର୍ବରେ ବ୍ୟବହୃତ ହୁଅନ୍ତି ତାକୁ ପୂର୍ବସର୍ଗ ବୋଲି କହନ୍ତି। ପରସର୍ଗ କାହାକୁ କୁହାଯାଏ? ନା ପ୍ରତ୍ୟୟ ଗୁଡ଼ିକ ଯେତେବେଳେ ଶବ୍ଦର ପରେ ବ୍ୟବହୃତ ହୁଏ ତାହାକୁ ପରସର୍ଗ କୁହାଯାଏ। ନେକ୍ସଟ, ସଂସ୍କୃତ ଭାଷାରେ ପ୍ରଚଳିତ କେତୋଟି ଉପସର୍ଗ ଓଡ଼ିଶା ଭାଷାରେ ମଧ୍ୟ ପ୍ରଚଳିତ? ନା ସଂସ୍କୃତ ଭାଷାରେ ପ୍ରଚଳିତ 20ଟି ପୂର୍ବ ପ୍ରତ୍ୟୟ ଧର୍ମୀ ଉପସର୍ଗ। ତ ପିଲାମାନେ ତମଙ୍କର ମାରାଥନ କ୍ଲାସ ଅପସନାଲ ଓଡ଼ିଆର ତ କଲେଜ ମାରାଥନ କ୍ଲାସ ହେଲା ଗୋଟେ। ତ ପିଲାମାନେ ସମସ୍ତେ ଦେଖ, ନେକ୍ସଟ କ୍ଲାସକୁ ଆହୁରି ମାରାଥନ କ୍ଲାସ ନେଇ ଆସିବି, ପଢିବ, ପ୍ରାକ୍ଟିସ ହବ, ଆଉ ତମ ହଇରାଣ ହବନି। ଏକ୍ଜାମ ପାଇଁ ଟେନସନ ଦିଅନି, ଆଜିଠୁ ପଢ, ନିଶ୍ଚିନ୍ତ ତମମାନେ ଭଲ ମାର୍କ ରଖିବ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।